ଦେଖନ୍ତୁ, ଯେତେବେଳେ ଗୋଟେ କୂଅ ଅଛି, କୂଅ ଭିତରେ କିଛି ପାଣି ଜଳ ଅଛି, କିନ୍ତୁ ଜଳ ଏମିତି ଦୁର୍ଗନ୍ଧ ଦଉଛି ବ୍ୟବହାର କରିବାକୁ ନାହିଁ। ଆପଣ ଯଦି ତାକୁ ସଂସ୍କାର କରିବେ, ସଫା କରିବେ, କଣ ଖାଲି ପାଣି ଉପରୁ ଢାଳିଲେ ହବ ନା? ଆଗ ଯୋଉ ମଳି ଅଛି, ସେଥିପାଇଁ ଇଏ ଦୁର୍ଗନ୍ଧ ଆସୁଛି, ତାକୁ ଆଗ କାଢିବେ, ତାକୁ ଆଗ ପରିଷ୍କାର କରିବେ, ତାପରେ ସ୍ୱଚ୍ଛ ଜଳ ଦେଲେ ସେ କାମ ଦବ। ତେଣୁ ଜଗନ୍ନାଥ ସଂସ୍କୃତି ନାଁରେ ଯୋଉ ଅପପ୍ରଚାର ହଉଛି, ତାକୁ ଆପଣ ଯଦି ଦୃଷ୍ଟି ନ ଦେଇକି ଖାଲି ପ୍ରଚାର କରି ଚାଲିବେ, ସେ କାମ ଦବ ନାହିଁ। ତେଣୁ ବର୍ତ୍ତମାନ ସମୟରେ ଏ ଅଦିନିଆ ରଥଯାତ୍ରା ହଉଛି ନମ୍ବର 1 ଅପପ୍ରଚାର। ମୋର ନିବେଦନ ହଉଛି, ଆମେ ମାନେ ବହୁତ ଦୟାଳୁ, ସବୁ କିଛି ସହି ଦଉ, ଏଇଟା ହଉଛି ଅସୁବିଧା। ଅନ୍ୟ କୌଣସି ସମ୍ପ୍ରଦାୟ ହେଇଥିଲେ ବା ଅନ୍ୟ ଧର୍ମର ସମ୍ପ୍ରଦାୟ ହେଇଥିଲେ କଣ କଣ ହେଇଥାନ୍ତା ତା ବିଷୟରେ ଆମେ ବର୍ଣ୍ଣନା କରୁନାହୁଁ। ଇସଲାମ ଧର୍ମ ହେଇଥିଲେ ତ ସିଧା ଫତୱା, କିନ୍ତୁ ଏଠି କାହିଁକି ହଉନାହିଁ? କାରଣ ଜିନିଷଟା ଆମେ ବୁଝିପାରୁନାହିଁ। ଦୋଷଟା ଯୋଉ ବ୍ୟତିକ୍ରମ ହଉଛି ସାମାନ୍ୟ, ଚଳନୀୟ, ଗ୍ରହଣୀୟ ନା ଏକ ଭୟଙ୍କର ବ୍ୟତିକ୍ରମ। ଯଦି ଏତିକି ଆମେ ବୁଝିଯିବା, ଆମର କାର୍ଯ୍ୟକଳାପ ଭିନ୍ନ ହେଇଯିବ। ଏଇଟା ହଉଛି ଅସୁବିଧା। ଇସ୍କନ କେବଳ ତ ଅଦିନିଆ କରୁନି, ଅନ୍ୟ କିଛି ସଂସ୍ଥା କରୁଛନ୍ତି, କିନ୍ତୁ ସମସ୍ତେ ଇସ୍କନକୁ ଦେଖିକି କରୁଛନ୍ତି। ଇସ୍କନ ଏଟା ଆରମ୍ଭ କରିଛି, ଆଉ ଇସ୍କନର ବର୍ତ୍ତମାନ ଉତ୍ତର ଆସିଗଲା। ଗତ ଅକ୍ଟୋବର ମାସରେ ସେମାନେ କହିଥିଲେ ଆମେ ମାନିବୁ ନାହିଁ। ଆପଣ ଯାହା କରୁଛନ୍ତି, ଯାହା କହୁଛନ୍ତି କୁହନ୍ତୁ, ଆମେ ମନ ଇଚ୍ଛା ଭାରତ ବାହାରେ ରଥଯାତ୍ରା ପାଳିବୁ। ଅନେକ ବର୍ଷ ଧରି ତାଙ୍କ ସାଙ୍ଗରେ ଆଲୋଚନା, 20 ବର୍ଷ 25 ବର୍ଷ ଧରି ଆଲୋଚନା ଚାଲିଲା। ସେ ଗୋଟେ ଧର୍ମ ସଂସ୍ଥା, ସେମାନେ ବି ସନାତନ ଧର୍ମ କୃଷ୍ଣ ଚୈତନ୍ୟର ପ୍ରଚାର ପ୍ରସାର କରୁଛନ୍ତି, ସେମାନେ ବି ଶାସ୍ତ୍ରକୁ ମାନୁଛନ୍ତି। ତେଣୁ ଆମେ ଭାବିଲୁ ଯେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେଇପାରିବ, ତାହା ହିଁ ଉତ୍ତମ। ତେଣୁ ଆଲୋଚନା ଚାଲିଲା। ଯେତେବେଳେ ଦେଖିଲୁ କିଛି ବିଶେଷ ଯାଉନାହିଁ, ତାଙ୍କର ଯୋଉ ମୂଳ ସଂସ୍ଥା ତାର ନାଁ ହଉଛି ଗଭର୍ଣ୍ଣିଂ ବଡି କମିଶନ, ହେଡକ୍ୱାର୍ଟର୍ସ ହଉଛି ମାୟାପୁର, ୱେଷ୍ଟ ବେଙ୍ଗଲ। ତାଙ୍କର ଅଧ୍ୟକ୍ଷ ହେଲା, ତାଙ୍କୁ ଆମ କଥା ବୁଝେଇଲୁ, ସେମାନେ ବି ତାଙ୍କ କଥାଟି କହିଲେ। ତାପରେ ପ୍ରସ୍ତାବ ହେଲା ଯେ ଉଭୟ ପକ୍ଷର ବିଦ୍ୱାନ ମାନେ ବସିକି ଶାସ୍ତ୍ର ଆଧାରରେ ୟାର ଚର୍ଚ୍ଚା କରନ୍ତୁ। ତାହା ମଧ୍ୟ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହେଲା। ତାଙ୍କର ବିଦ୍ୱାନ ମାନେ ଲେଖିକି ଦେଲେ କାହିଁକି ସେମାନେ ବର୍ଷ ଯାକ କରିପାରିବେ ରଥଯାତ୍ରା। ବର୍ଷ ପ୍ରଥମ ପରାର୍ଥରେ ସେ ନୀଳମାଧବ ରୂପରେ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଥିଲେ। ଆଉ ଯୋଉ ବର୍ତ୍ତମାନ ଯୋଉ ଚାଲିଛି 51 ବର୍ଷ ବ୍ରହ୍ମାଙ୍କର, ଏଇ ଆଗାମୀ 50 ବର୍ଷ ସେ ଏଇ ଚତୁର୍ଦ୍ଧା ରୂପରେ ରହିବେ। ତାହେଲେ ତାହା ଭିତରେ କେତେ ମନ୍ୱନ୍ତର ଗଲାଣି, କେତେ ଚତୁର୍ଯୁଗ ଗଲାଣି, କେତେ ଶ୍ରୀରାମ ଆସିଲେଣି, କେତେ କୃଷ୍ଣ ଆସିଲେଣି, କେତେ ନୃସିଂହ ଆସିଲେଣି। କିନ୍ତୁ ଜଗନ୍ନାଥ ଯେମିତିକୁ ସେମିତି, କାରଣ ସେ ହଉଛନ୍ତି ପରମାତ୍ମା। ସ୍କନ୍ଦ ପୁରାଣ ଅଧ୍ୟୟନ କଲେ କି ଆମେ ଏଇ ବିଷୟକୁ ଜାଣିପାରିବା, ବ୍ରହ୍ମ ପୁରାଣ ଅଧ୍ୟୟନ କଲେ ହିଁ ଆମେ ଜାଣିପାରିବା। ପ୍ରଥମ ଥର ପାଇଁ ଆମର ପୂଜ୍ୟ ବାବା ଚୈତନ୍ୟ ଚରଣ ଦାସ ଯେତେବେଳେ ତାକୁ ଓଡ଼ିଆ ଅନୁବାଦ କଲେ, ସେତେବେଳେ ଆମ ମାନଙ୍କ ଦୃଷ୍ଟିକୁ ଆସିଲା। ଆଉ ଚୈତନ୍ୟ ବାବା ନିଜେ ଜଗନ୍ନାଥଙ୍କ କଥା ମତ ଗାଁ ଗହଳରେ, ଗାଁ ସହରରେ ଆରମ୍ଭ କଲେ। ସେତେବେଳେ ଏଇ ଯୋଉ ଭିନ୍ନ ଭ୍ରାନ୍ତ ଧାରଣା ଜଗନ୍ନାଥଙ୍କ ବିଷୟରେ ଆସ୍ତେ ଆସ୍ତେ କଟିବାକୁ ଆରମ୍ଭ ହେଲା। ଆଉ ତାପରେ ଆମର ବିଦ୍ୱାନ ମାନେ, ପଣ୍ଡିତ ମାନେ, ମହନ୍ତ ମାନେ କହିଲେ ଯେ ଯେମିତି ଶ୍ରୀ ଭାଗବତ ଆଧାରରେ ଶ୍ରୀକୃଷ୍ଣଙ୍କର କଥାର ଗୋଟେ ପରମ୍ପରା ଅଛି, ଆଉ ରାମାୟଣ ବା ରାମଚରିତ ମାନସ ଆଧାରରେ ଶ୍ରୀରାମଙ୍କର କଥାର
ପରମ୍ପରା ଅଛି ଜଗନ୍ନାଥ କାହିଁକି କରୁନାହାନ୍ତି ଆପଣ ମାନେ? ଆପଣ ମାନେ ସବୁ ବସିକି ବାବା ଥିଲେ ଆମର ଅନେକ ମହନ୍ତ ସନ୍ଥ ମାନେ ଥିଲେ ସମସ୍ତେ ବସିକି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆଶୀର୍ବାଦରେ ଶ୍ରୀ ଜଗନ୍ନାଥ ପାଞ୍ଚ ଯାତ୍ରା ଆରମ୍ଭ ହେଲେ ଆସ୍ତେ ଆସ୍ତେ ନମ୍ବର 1 ଅଧିନିଆ ରଥଯାତ୍ରା ବିଦେଶରେ କେମିତି ବନ୍ଦ ହବ, ଜଗନ୍ନାଥ ଧାମ କେବଳ ପୁରୁଷୋତ୍ତମ କ୍ଷେତ୍ର, ମହୋଦଧି କେବଳ ପୁରୁଷୋତ୍ତମ କ୍ଷେତ୍ର ଇତ୍ୟାଦି, ମହାପ୍ରସାଦ କେବଳ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀମନ୍ଦିର, ୟାକୁ କେମିତି ଆମେ ରକ୍ଷା କରିବା ଏଗୁଡାକ ସ୍ପେସିଫିକ କାରଣ ଓ ଭିତରେ ଏସବୁ ମଳି ପଶି ଯାଇଛି। ସେ ମଳି କାଢିକି ଆପଣ ପ୍ରଚାର କଲେ ଲାଭ ହବ, ଆଉ ମଳି ନ କାଢିକି ଆପଣ ଖାଲି ଜେନେରାଲ ପ୍ରଚାର କଲେ ଲାଭ ଦେବ ନାହିଁ। ଇଏ ହେଲା ଗୋଟିଏ ଚେତନାର ଗବେଷଣା। ଚେତନା କଣ ଗୋଟେ ବସ୍ତୁ କି? ଚେତନା ହଉଛି ସେ ଚୈତନ୍ୟ ତତ୍ତ୍ୱ। ତେଣୁ ଏଇ ଚୈତନ୍ୟ ତତ୍ତ୍ୱକୁ କେବଳ ଆମେ ଗୋଟେ ଭୌତିକ ଗବେଷଣା ବା ଆମର ବୌଦ୍ଧିକ ଗବେଷଣା ମାନସିକ ଗବେଷଣା ମାଧ୍ୟମରେ ପାଇବା ନାହିଁ। ସେଇଟା ହଉଛି ମାର୍ଗ। ଆମର ଶାସ୍ତ୍ର ଅଧ୍ୟୟନ କରି ଆମର ବୌଦ୍ଧିକ ଜ୍ଞାନକୁ ଲଗେଇ ଆମେ ଯିବା, ସେଟା ମାର୍ଗ। କିନ୍ତୁ ଆମକୁ ଗୋଟେ ଆଧ୍ୟାତ୍ମିକ ଜଗତରେ ପହଞ୍ଚିବାକୁ ହବ, ଗୋଟେ ସୂକ୍ଷ୍ମ ଆଧ୍ୟାତ୍ମିକ ସ୍ଥିତିରେ ପହଞ୍ଚିବାକୁ ହବ ପଥ। ଇଏ ଗୋଟେ ଏକାଡେମିକ ରିସର୍ଚ୍ଚ ପଥ ନୁହଁ। ଆମ ପ୍ରଫେସର ମାନେ ୟୁନିଭର୍ସିଟିରେ ରିସର୍ଚ୍ଚ କରନ୍ତି, ଏଟା ସେଇଭଳିଆ ରିସର୍ଚ୍ଚ ନୁହଁ। ଆମକୁ ଆମର ମନ ଆଉ ବୁଦ୍ଧି ରୁ ଉପରକୁ ଉଠିବାକୁ ହବ, ଆହୁରି ସୂକ୍ଷ୍ମ ସ୍ତରକୁ ଯିବାକୁ ହବ। ସେଇ ମନ ଆଉ ବୁଦ୍ଧି ମାଧ୍ୟମରେ, ମନ ଆଉ ବୁଦ୍ଧିକୁ ଛାଡ଼ିଦେଲେ ଆମେ ତ କିଛି କରିପାରିବା ନାହିଁ। ତେଣୁ ମନ ଆଉ ବୁଦ୍ଧି ମାଧ୍ୟମରେ ଦୁଇଟି ଆଧାର ଆମକୁ ନେବାକୁ ହବ, ଗୋଟେ ହଉଛି ଶାସ୍ତ୍ର ଆଉ ଗୋଟେ ହଉଛି ଗୁରୁ। ସେଥିପାଇଁ ଗୁରୁ ଶିଷ୍ୟ ପରମ୍ପରା ଆଉ ଶାସ୍ତ୍ର ଅଧ୍ୟୟନ ସ୍ୱାଧ୍ୟାୟ, ଏଇ ଦୁଇଟି ସବୁ ଧରିବେ, ଶାସ୍ତ୍ର ଆଉ ଗୁରୁ। ମନ ଇଚ୍ଛା କାମ କଲେ କିଛି ଲାଭ ହବ ନାହିଁ। ଆମର ପ୍ରଫେସର ମାନେ କଣ? ସେମାନେ ଓରିଜିନାଲ, ଯୋଉଟା ଆଗରୁ କୁହାଯାଇଛି ସେଟା କହିକି ତାଙ୍କୁ ଆଉ ଡିଗ୍ରୀ ମିଳିବ ନାହିଁ। ତାଙ୍କୁ ଓରିଜିନାଲ କିଛି ପ୍ରଡକ୍ସନ କରିବାକୁ ହବ। ତେଣୁ ସେମାନେ ତାଙ୍କର ବୁଦ୍ଧି ଲଗେଇ କିଛି ଓରିଜିନାଲ ଥିସିସ୍ କରନ୍ତି। ଏଟା ସେଭଳିଆ ଜିନିଷ ନୁହଁ। ସେଟା ସବୁ ୟୁନିଭର୍ସିଟି ପାଇଁ ଠିକ ଅଛି, କିନ୍ତୁ ଧର୍ମର ପ୍ରଚାର ପାଇଁ, ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ପାଇଁ ଆମ ସମସ୍ତଙ୍କୁ ଆଧ୍ୟାତ୍ମିକ ସାଧକ ହବାକୁ ହବ, ଆଧ୍ୟାତ୍ମିକ ପଥରେ ଚାଲିବାକୁ ହବ। ଆଧ୍ୟାତ୍ମିକ ପଥରେ ନ ଚାଲିକି ଆମେ ପ୍ରତିଷ୍ଠାନର ଚେତନା ଗବେଷଣା ଉଦ୍ଦେଶ୍ୟ ପୂର୍ଣ୍ଣ କରିପାରିବା ନାହିଁ। ସେଟା ହଉଛି ମହାପ୍ରଭୁଙ୍କର ଚେତନାର ପ୍ରଚାର, ଚେତନାର ଗବେଷଣା। ତେଣୁ ସେ ଚେତନାର ପଥରେ ଚାଲିବାକୁ ହବ, ସେ ଚେତନାକୁ ନିଜ ଅନ୍ତରରେ ଅନୁଭବ କରିବାକୁ ହବ। ଯଦି ସେତିକି ହବ ତାହେଲେ ମହାପ୍ରଭୁ ନିଜେ ଆମକୁ ବାଟ ଦେଖେଇବେ, କଣ ଆମକୁ କରିବାକୁ ହବ। ନହେଲେ ଆମେ ଗୋଲ ଗୋଲ ବୁଲୁଥିବା।